ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 64 କୃତଜ୍ଞତାର ଆଶା ରଖ ନାହିଁ। ମାର୍କସ୍ ଓରେଲିୟସ୍ ନିଜର ଦୈନିକ ଲିପିରେ ଠାଏ ଲେଖିଛନ୍ତି, ମୁଁ ଆଜି କେତେ ଲୋକଙ୍କୁ ଭେଟିବା ପାଇଁ ଯାଉଛି। ସେମାନେ ବହୁତ ମିଛ କଥା କୁହନ୍ତି। ଭିତରେ ସେମାନେ ସ୍ୱାର୍ଥପର, ଅହଙ୍କାରୀ ଏବଂ ଅକୃତଜ୍ଞ। କିନ୍ତୁ ସେମାନଙ୍କର ଅକୃତଜ୍ଞ ସ୍ୱଭାବ ଯୋଗୁଁ ମୁଁ ଆଶ୍ଚର୍ଯ୍ୟ ହେଉନାହିଁ କିମ୍ବା ଚିନ୍ତା କରୁନାହିଁ, କାରଣ ଏ ଦୁନିଆରେ ଅଧିକାଂଶ ଲୋକ ସେମିତି ବୋଲି ମୁଁ ଜାଣିଛି। ଡେଲ୍ କାର୍ନେଗୀଙ୍କ ବକ୍ତବ୍ୟ ଅନୁସାରେ ଆମେ ଯଦି ଆନନ୍ଦ ଉପଭୋଗ କରିବା ପାଇଁ ଇଚ୍ଛା କରୁ, ତେବେ ଆମେ କୃତଜ୍ଞତା କିମ୍ବା ଅକୃତଜ୍ଞତାକୁ ପୂରାପୂରି ଭୁଲିଯିବା ଉଚିତ। ଯଦି କାହାକୁ କିଛି ଦେବାକୁ ହୁଏ, ତେବେ ତାହାଠାରୁ କୌଣସି ପ୍ରତିଦାନର ଆଶା ନ ରଖିବା ଉଚିତ। ପ୍ରତିଦାନ ରୂପେ ଆମେ କାହାଠାରୁ କିଛି ନ ପାଇବାର ଆଶା ରଖିବା ହିଁ ଭଲ। ତେଣୁ ମନେ ରଖ, ପ୍ରସନ୍ନ ରହିବାର ପନ୍ଥା ହେଉଛି କାହାଠାରୁ କୌଣସି ପ୍ରକାର କୃତଜ୍ଞତା, ଉତ୍ସାହ, ପ୍ରେରଣା କିମ୍ବା କିଛି ସାହାଯ୍ୟ ପାଇବାର ଭାବନା ମନରୁ ଦୂର କରିଦେବା। ମୁଁ କାହାଠାରୁ କୌଣସି ପ୍ରକାର ସାହାଯ୍ୟ ଇଚ୍ଛା କରିନାହିଁ, ମୋ ପାଖରେ ସବୁ ଅଛି, ଏହି ଭାବନା ମନରେ ରଖି କାମ କର। ଯେଉଁ ବ୍ୟକ୍ତି କିଛି ଦେବା ପାଇଁ ଇଚ୍ଛା କରେ, ସେ ନିଃସ୍ୱାର୍ଥ ଭାବରେ କୌଣସି ପ୍ରତିଦାନର କାମନା ନ ରଖି ଦେବା ଉଚିତ। ବିଶେଷ ଅନ୍ତଃକରଣରୁ କୃତଜ୍ଞତା ମିଳିଥାଏ। ତେଣୁ ଆମେ ଯଦି ଆମ ପିଲାମାନଙ୍କ ଠାରୁ କିଛି କୃତଜ୍ଞତା ପାଇବାର ଆଶା ପୋଷଣ କରୁ, ତେବେ ଆମେ ସେମାନଙ୍କଠାରେ ସେହି ଗୁଣ ବିଶେଷ ଭାବରେ ବିକଶିତ କରିବାକୁ ହେବ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।